ଅଲ୍ ପୁରାଣ ଷ୍ଟୋରୀ, ଉପଦେଶ ଭରା କାହାଣୀମାଳା, ସନ୍ଥ କବି ସୁରଦାସ। ଭାରତବର୍ଷରେ ପ୍ରାୟ ପଞ୍ଚଦଶ ଷୋଡ଼ଶ ଶତାବ୍ଦୀ ସମୟରେ ଭକ୍ତି ଭାବଧାରାର ସୁବର୍ଣ୍ଣ ଯୁଗ ଥିଲା। ମୀରାବାଇ, ତୁଳସୀଦାସ, ରହିମ, କବୀର ଇତ୍ୟାଦି ମହାନ ସନ୍ଥମାନେ ଏହି ଯୁଗରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ପଞ୍ଚସଖାମାନେ ମଧ୍ୟ ଏହି ଯୁଗର। ପ୍ରକୃତରେ ଏହି ଯୁଗରେ ଭାରତବର୍ଷରେ ଭକ୍ତିର ଗଙ୍ଗା ପ୍ରବାହିତ ହୋଇଥିଲା। ଠିକ୍ ଏହି ସମୟରେ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ ଜଣେ ମହାନ ଅଦ୍ୱିତୀୟ ସନ୍ଥ କବି ସୁରଦାସ। ସେ ଥିଲେ ଜନ୍ମାନ୍ଧ ସନ୍ଥ। ଶତାଧିକ ବର୍ଷ ଆୟୁ ନେଇ ଜନ୍ମଗ୍ରହଣ କରିଥିବା ସୁରଦାସ ଜନ୍ମରୁ ଅନ୍ଧ ଥିଲେ ମଧ୍ୟ ତାଙ୍କର ଅସାଧାରଣ ଧୀ ଶକ୍ତି ଥିବାରୁ ଭାଗବତ ସମେତ ଅନ୍ୟାନ୍ୟ ଶାସ୍ତ୍ର ପୁରାଣମାନ ମୁଖସ୍ଥ କରିପାରିଥିଲେ। କୁହାଯାଏ ତାଙ୍କ ମୁଖ ନିଃସୃତ ମଧୁର ସଙ୍ଗୀତମୟ ଭଜନ ପ୍ରାୟ ଲକ୍ଷାଧିକ ଥିଲା। ସେଥିମଧ୍ୟରୁ ଅନେକ ଭଜନ କାଳର କରାଳ ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଏବେ ପ୍ରାୟ 8-10 ହଜାର ଭଜନ ଲୋକମୁଖରେ ପ୍ରଚଳିତ ଅଛି। ତାଙ୍କର ଭଜନାବଳୀ ସଂଗୃହୀତ ହୋଇ ସୁରସାଗର ନାମକ ଏକ ଗ୍ରନ୍ଥରେ ଲିପିବଦ୍ଧ ହୋଇ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛି। ସେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳାଠାରୁ ଆରମ୍ଭ କରି ତାଙ୍କ ଜୀବନ କାଳ ମଧ୍ୟରେ ଯାହା ସବୁ ଲୀଳାଖେଳା ପ୍ରକଟିତ କରିଛନ୍ତି, ସେସବୁକୁ ନେଇ ସେ ଯେଉଁ ଭଜନ ସବୁ ସୃଷ୍ଟି କରିଛନ୍ତି ତାହାର ତୁଳନା ନାହିଁ। ଏବେକାର ଭଜନ ସମ୍ରାଟ ଅନୁପଜ ଲୋଟା ସୁରଦାସଙ୍କର ଅନେକ ଲୋକପ୍ରିୟ ଭଜନକୁ ସୁମଧୁର କଣ୍ଠରେ ପରିବେଷଣ କରୁଛନ୍ତି। ସନ୍ଥ କବି ସୁରଦାସ 1479 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ନିକଟସ୍ଥ ଏକ ଗ୍ରାମରେ ଜନ୍ମଗ୍ରହଣ କରି ବ୍ରଜବାସୀ ବ୍ରଜ ଅଞ୍ଚଳରେ ରହି ଭାବରେ ଜୀବନ ବିତାଇ ଶ୍ରୀକୃଷ୍ଣଙ୍କର ସମସ୍ତ ଲୀଳା ବିଷୟରେ ଅବଗତ ହୋଇପାରିଥିଲେ। ସେ ଜଣେ ସାରସ୍ୱତ ବ୍ରାହ୍ମଣ ହୋଇ ଶ୍ରୀକୃଷ୍ଣଙ୍କ ଭକ୍ତିରେ ସର୍ବଦା ମଗ୍ନ ରହୁଥିଲେ। ଜନ୍ମରୁ ଅନ୍ଧ ହୋଇ ମଧ୍ୟ ଯେପରି ସେ ନିଜର ଦିବ୍ୟଦୃଷ୍ଟି ବଳରେ ଶ୍ରୀକୃଷ୍ଣଙ୍କର ସମସ୍ତ ଲୀଳାଖେଳାକୁ ନିଜେ ସ୍ୱଦୃଷ୍ଟିରେ ଦେଖିପାରୁଥିଲେ। ତାଙ୍କ ମୁଖ ନିଃସୃତ ସବୁ ଭଜନରେ ଶ୍ରୀକୃଷ୍ଣଙ୍କର ଲୀଳା ଯେପରି ପ୍ରତ୍ୟକ୍ଷଦର୍ଶୀ ଭାବରେ ବର୍ଣ୍ଣନା କରିଛନ୍ତି। ସୁରଦାସଙ୍କର ପ୍ରତ୍ୟକ୍ଷ ଦିବ୍ୟଦୃଷ୍ଟି ଥିଲା। ଏକଦା ତାଙ୍କ ପିତାମାତା ଯତ୍ନରେ ସାଇତି ରଖିଥିବା 2ଟି ସ୍ୱର୍ଣ୍ଣ ମୁଦ୍ରା କେଉଁଆଡ଼େ ଅନ୍ତର୍ଧାନ ହୋଇଯାଇଥିଲା। ଜନ୍ମାନ୍ଧ ସୁରଦାସ କିନ୍ତୁ ସେହି ସ୍ୱର୍ଣ୍ଣ ମୁଦ୍ରାକୁ ମୂଷାଘାତରୁ ଉଦ୍ଧାର କରିପାରିଥିଲେ। ଏହି ଘଟଣାରୁ ଦିବ୍ୟ ଦୃଷ୍ଟି ଥିବାର ଅନୁମାନ କରାଯାଏ। ଅନ୍ଧ ବ୍ୟକ୍ତି ସବୁବେଳେ ଉପେକ୍ଷିତ, ସେ ଅବା ସେଥିରୁ ବାଦ୍ ପଡ଼ନ୍ତି କିପରି? ତେଣୁ ସେ ଉପେକ୍ଷିତ ହୋଇ ଗୃହତ୍ୟାଗ କରି ଶ୍ରୀକୃଷ୍ଣ ଲୀଳା ଖେଳା କରିଥିବା ଯମୁନା ନଦୀ କୂଳରେ ସନ୍ନ୍ୟାସୀ ଭାବରେ ଜୀବନଯାପନ କରୁଥିଲେ। ତାଙ୍କର ପୁଣ୍ୟ ଏବଂ ପରମ ସୌଭାଗ୍ୟରୁ ସେ ଭକ୍ତି ମାର୍ଗର ମହାନ ପ୍ରବକ୍ତା ଏବଂ ସନ୍ଥ ପଣ୍ଡିତ ଶ୍ରୀ ବଲ୍ଲଭାଚାର୍ଯ୍ୟଙ୍କର ଶିଷ୍ୟତ୍ୱ ଗ୍ରହଣ କରି ଦୀକ୍ଷା ଲାଭ କରିଥିଲେ। ବଲ୍ଲଭାଚାର୍ଯ୍ୟ ପୁଷ୍ଟି ମାର୍ଗ ବା ଶୁଦ୍ଧା ଭକ୍ତି ମାର୍ଗର ଉପାସକ ଥିବାରୁ ସେ ଶ୍ରୀକୃଷ୍ଣଙ୍କୁ ସଗୁଣ ବ୍ରହ୍ମ ଏବଂ ଲୀଳାମୟ ଅବତାର ଭାବରେ ବର୍ଣ୍ଣନା କରିବାକୁ ସୁରଦାସଙ୍କୁ ପ୍ରେରଣା ଦେଇଥିଲେ। ତାହା ହିଁ ସୁରଦାସଙ୍କର ଜୀବନର ପାଥେୟ ହୋଇଗଲା। ତାଙ୍କର ଭଜନ ସଂଗ୍ରହ ସୁରସାଗର ଏତେ ସଙ୍ଗୀତମୟ ଯେ ତାକୁ ହଜାର ହଜାର ରାଗ ରାଗିଣୀର ସମୁଦ୍ର ବୋଲି ସଙ୍ଗୀତଜ୍ଞମାନେ ମତ ପ୍ରକାଶ କରନ୍ତି। ସୁରଦାସଙ୍କୁ ବିଶ୍ୱର ଜଣେ ମହାନ ଭକ୍ତ ଓ ଅଦ୍ୱିତୀୟ ସଙ୍ଗୀତ